ଓଡ଼ିଆ अस्मिताକୁ ଏମାନେ କ'ଣ କର ଓଡ଼ିଆ अस्मिताକୁ ଲୋକ ଗ୍ରହଣ କରିଯାଇଛନ୍ତି। କିଛି ଅର୍ବାଚୀନ ମାନେ ତାର ଫାଇଦା ନେଇଛନ୍ତି। अस्मिताକୁ ଏମାନେ କ'ଣ କରିପାରିବେ? ଏମାନଙ୍କର ଶକ୍ତି କେତେ, ଏମାନଙ୍କର କ'ଣ ଭୂମିକା ଅଛି, ଏମାନଙ୍କର କ'ଣ ଲୋକ ସମ୍ପର୍କ ଅଛି, ଏମାନଙ୍କର କ'ଣ ପ୍ରଭାବ ଅଛି, ସାମାଜିକ ପ୍ରଭାବ ଅଛି ଯେ ଏମାନେ କ୍ଷତି କରିଦେବେ। ଓଡ଼ିଆ अस्मिତାର ଚେର ଯାହା ବ୍ରିଟିଶ କ୍ଷତି କରିପାରିନି, ଯାହା ଇଷ୍ଟ ଇଣ୍ଡିଆ କମ୍ପାନୀ କ୍ଷତି କରିପାରିନି, ଯାହା ମରହଟ୍ଟା ମାନେ କ୍ଷତି କରିପାରିନାହାନ୍ତି, ଯାହା ବର୍ଗୀ ମାନେ କ୍ଷତି କରିପାରିନାହାନ୍ତି, ଯାହା ମୋଗଲ ମାନେ କରିପାରିନାହାନ୍ତି, ଯାହା ଆଫଗାନୀ ମାନେ କରିନାହାନ୍ତି, ତାକୁ ଇଏ କ'ଣ କରିବେ? ଇଏ अस्मिता ହେଉଛି ଓଡ଼ିଆ अस्मिता ହେଉଛି ପାତାଳ ଭେଦୀ। କେତେ କେତେ ଝଡ଼ ଆସିଛି। 1075 ମସିହାରେ ପ୍ରଥମେ ଚୋଳଗଙ୍ଗଦେବଙ୍କ ସମୟରେ ରାମାନୁଜମଙ୍କ ଦ୍ୱାରା ପ୍ରଥମ ଆକ୍ରମଣ ହେଲା ଆମ अस्मिता ଉପରେ। କେତେ ଆଘାତ ସହିଛି ଇଏ अस्मिता, ଏତେ ପାତାଳ ଭେଦି ଯେ ୟାକୁ ଇଏ କେହି ଅର୍ବାଚୀନ ୟାକୁ କେବେ କୌଣସି ପ୍ରକାର କ୍ଷତି ପହଞ୍ଚି ଦେଇପାରିବେନି। ଓଡ଼ିଆ ମାନେ ସବୁବେଳେ ମନେ ରଖନ୍ତୁ, ଇଏ ବୀର ଜାତି। ଆଜି ମୁଁ ନିକଟରେ ଥାଇଲ୍ୟାଣ୍ଡ, ଭିଏତନାମ ଦେଖିଲି, କିଭଳି ଭାବରେ ଥାଇଲ୍ୟାଣ୍ଡ ଓ ଭିଏତନାମର ମୂଳକୁ ଖୋଜିଲା ବେଳେ ଓଡ଼ିଆ अस्मिता ଦେଖାଯାଉଛି। ସେଠି ବି ଆଜି ବାନା ପାହାଡ଼ ଅଛି, ସେଠି ବି ଆଜି ଚାଳ ଘର ଅଛି, କଂସା ବାସନରେ ଖାଦ୍ୟ ଅଛି, ସେଇଠି ବି ଆଜି ଇଏ ଆଟୁ ଘର ଅଛି, ସବୁ ଅଛି। ଓଡ଼ିଆ अस्मिता ପ୍ରାୟ କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱକୁ ଆଚ୍ଛାଦିତ କରିଛି। ୟାକୁ କିଏ କ୍ଷତି ପହଞ୍ଚେଇବ?